ଏଠିକା ଭ୍ୟୁ କିଛି କହିବାକୁ ପଡ଼େ ଆପଣ ସ୍ନାନ କରିବା ଦ୍ୱାରା ସେମିତି ବର୍ଷା ପାଇছে ସେମିତି କରିବା ତାପରେ ଯେଉଁ ପାଣ୍ଡବମାନେ ଯଦି ସ୍ନାନ କରିଥିଲେ ପରିସର ହେଉଛି ପର୍ଣ୍ଣା ଆଶ୍ରମ ବା ପତର କୁଡ଼ିଆ ଯେଉଁ ପତର କୁଡ଼ିଆ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ବିଜେ କରନ୍ତି। नमस्कार बंधु मैंने जय श्री जगन्नाथ आउ एक सुंदर भिडियो आपण मानक अनेक अनेक स्वागत जन आज भिडियो को स्टार्ट करुँ आज भिडियो आम देखा आज ये जगह को आसिक पहुँची हूँ मयूरभंज जिला ठाकुरगुड़ा मात्र 10 ରୁ 12 किलोमीटर भितर रही भैरवकुंड ये भैरवकुंड पाखु लगी रही पतरकुड़िया आश्रम व देवनना आश्रम आज ये 2-3टा जगह को आम सुंदर भाव में आपको ये भिडियो देखा चेष्टा करी चलतु भिडियो को आगे बढ़े। रथ अच्छी ना गड़ोनी गड़ुनी पूरा जा भीतर जिन आम बर्तमान फाइनाली मैंने जो जगह को आसापी आसिक पहुँच जाइछु चलतु देखा एठी भी किसी पूजा अर्चना करा जाए पत्थर सन्धि सब देखा आगू जावा इटा पत्थर ना पाउच कराई पत्थर पत्थर कटा है कि सुंदर पाउच है ऊपर को आसला गोटे यूनिक जिनस अच्छे जोड़ा देवनंद आश्रम रे बाबा ये आसरू रोते देवनना चलतु भीतर गोटे देखीद आगुरी बाबा यार भितर ही रोते देखी पारे पूरा पूरा पत्थर भितर 4 साइड हूँ झटा पत्थर पूरा रही पूरा रही एटी मत यज्ञ गुण रही तो फाइनाली देवकुंड में पहुँच जाइए बर्तमान आ मो सांगे अच्छी आज अनंत आ देखिए मु बुल देखेबी कुंडटा किपरि अच्छी आ किंतु क्लाइमेट पूरा बहुत भल अच्छी आ पत्थर माने पूरा सुंदर सुंदर पत्थर पानी जमी पूरा काच किंतु माने ये पत्थर गुड़ा पूरा चकचक कर देखिए लगुच
हाँ ना ये पूरा पानी अच्छे सीन माने मत सीन लगुच ଆପଣ କେବେ ଆଗରୁ ଆସିଛନ୍ତି କି ଆସିନାହାନ୍ତି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ ଆଉ ଯାଇ ହେବନି ଯାଇବ ସାଇଡ଼୍ ବାଡ଼େ ଦେଇ ଉଠିବା ବର୍ତ୍ତମାନ ମୁଁ ଆସିଯାଇଛି ହେଉଛି ଭୈରବକୁଣ୍ଡ ପାଖକୁ ମେନ୍ କୁଣ୍ଡ ଏଇଠିକାର ଆଉ ଉପର ୱାଟରଫଲ୍ ଭଳିଆ ପାଣି ଖସୁଛି ଆଉ ଏଇଟା ଦେବକୁଣ୍ଡ ଏଇପଟେ ହେଉଛି ତଳଟା ତାର ଡେଇଁକି ଏଇଠି କେମିତି ଗଲାଣି ମୁଁ କେମିତି ଯିବି ସେଇଟା ହେଉଛି ଟେନସନ୍ ଯଦି ଆପଣ ମୋ ଚ୍ୟାନେଲରେ ପ୍ରଥମ ଥର ପାଇଁ ଭିଡ଼ିଓ ଦେଖିଥାନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ସହିତ ବେଲ୍ ଆଇକନ୍କୁ ଦବାଇବା ଜମାରୁ ଭୁଲିବେନି ଏବେ ଆସନ୍ତୁ ଜାଣିବା ଦେବନାନଙ୍କ ପାଖରୁ এই ভৈরবকুণ্ডটি কিংবদন্তি এবং শাস্ত্র সহিত কেতে জড়িত ଅଛି বাবা ଆମ ଚ୍ୟାନେଲକୁ ପ୍ରଥମେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଆପଣ ଏଠି କହିବେ କି ଦର୍ଶକମାନଙ୍କୁ ଆପଣଙ୍କର ଏଠିକି କେତେ ଦିନରୁ ଆପଣଙ୍କର ଏଠି ଏଠି ଦୀର୍ଘ 30 ବର୍ଷ ହେଇଗଲା ମହାଭୈରବକୁଣ୍ଡ ପ୍ରତିଷ୍ଠା ହେବାର ଇଏ ଭୈରବକୁଣ୍ଡ ହେଉଛି ଶାଳନ୍ଦୀ ନଦୀ ଗର୍ଭରେ ଅଛନ୍ତି ଭୈରବକୁଣ୍ଡ ଏଇ ଭୈରବକୁଣ୍ଡ ଯେଉଁଠି ହନୁମାନ ସ୍ନାନ କରିଥିଲେ ସ୍ନାନ କରିବା ଦ୍ୱାରା ଗନ୍ଧମାର୍ଦ୍ଦନକୁ ସେ ବି ଆଣିବା ପାଇଁ ସକ୍ଷମ ହୋଇଥିଲେ ଚିହ୍ନି ପାରୁଥିଲେ ପାଣ୍ଡବମାନେ ବି ଯେତେବେଳେ ବନବାସ କରିକି ଅଜ୍ଞାତବାସକୁ ଆସିଥିଲେ ସେତେବେଳେ ଏଇଠି ସେମାନେ ଅଜ୍ଞାତବାସକୁ ଯିବେ 12 ବର୍ଷ ବନବାସ କଲା ପରେ ସେ ଯେତେବେଳେ ବର୍ଷେ ଅଜ୍ଞାତବାସ କରିବେ ସେତେବେଳେ ତାଙ୍କୁ କେହି ନ ଚିହ୍ନି ପାରିବା ପାଇଁ ସେଠି ଯେତେବେଳେ 12 ବର୍ଷ ବନବାସ ସାରିକିରି ଶମୀ ବୃକ୍ଷରେ ଯେଉଁ ତାଙ୍କ ଅସ୍ତ୍ରଶସ୍ତ୍ର ରଖି ଶମୀ ବୃକ୍ଷ ଲଗେଇକି ଆସିଥିଲେ କିଚକ ରାଜ୍ୟକୁ ଯିବା ପାଇଁ ବା କିଚକଗଡ଼କୁ ଯିବା ପାଇଁ ଇଏ ତ କିଚକ ରାଜ୍ୟ କିନ୍ତୁ କିଚକଗଡ଼କୁ ଯିବା ପାଇଁ ସେତେବେଳେ ଏଇଠି ସେ ଚିନ୍ତାରେ ପଡ଼ିଥିଲେ ଆମକୁ କେମିତି କେହି ଚିହ୍ନି ପାରିବେ ନାହିଁ ସେତେବେଳେ ତାଙ୍କ ସଖା କୃଷ୍ଣ ତାଙ୍କୁ ଶୂନ୍ୟବାଣୀ କରିଥିଲେ ଏବଂ ସେ ବି ଶୂନ୍ୟବାଣୀ ସହିତ ସେ ବି ଉପସ୍ଥିତ ହୋଇଥିଲେ ତାଙ୍କୁ ପରାମର୍ଶ ଦେଇଥିଲେ এই ଭୈରବକୁଣ୍ଡର ସ୍ନାନ କରିବା ଦ୍ୱାରା ତୁମକୁ ବର୍ଷକ ପାଇଁ କେହି ଚିହ୍ନି ପାରିବେ ନାହିଁ ଯାହାଫଳରେ ପାଣ୍ଡବମାନେ ବି ଏଠି ସ୍ନାନ କରିଥିଲେ ଏଠି ଯଦି ଆମେ ମକର ସଂକ୍ରାନ୍ତି ବା ଭଲ ଯେଉଁ ସବୁ ସ୍ନାନ ଯୁଗ ଥାଏ ତା ଦେହରୁ ଆମେ ଏଠି ସ୍ନାନ କରିବା ତାହେଲେ ଚର୍ମ ରୋଗ ହୁଏ ନାହିଁ ତା ସହିତ ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ ଯଦି ଏଠି ଆମେ ପିତୃଲୋକଙ୍କୁ ଶ୍ରାଦ୍ଧ ଦେବା ଅସ୍ଥି ବିସର୍ଜନ କରିବା ତାହେଲେ ପିତୃଲୋକ ମୋକ୍ଷ ହୋଇଥାନ୍ତି ବୋଲି ଉଦ୍ଧାର ହୋଇଥାନ୍ତି ବୋଲି ବି ରହିଛି କଥା ଯାଉ ଏ ଯେଉଁ ଭୈରବକୁଣ୍ଡ ଦେଖୁଛନ୍ତି ଭୈରବକୁଣ୍ଡର ଜ୍ୟେଷ୍ଠ ଶ୍ରେଷ୍ଠ ବିଶିଷ୍ଟ ଗରିଷ୍ଠ ହେଉଛି ପର୍ଣ୍ଣାଶ୍ରମ ବା ପତର କୁଡ଼ିଆ ଯେଉଁ ପତର କୁଡ଼ିଆର ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ବିଜେ କରନ୍ତି ଆମ ଭାରତୀୟ ସାଧୁ ସନ୍ଥ ପରମ୍ପରାରେ ଇଏ ପତର କୁଡ଼ିଆର ବହୁତ ମହତ୍ତ୍ୱ ରହିଥାଏ ପୂର୍ବରୁ ଆମର ଯେତେ ଋଷିମୁନିମାନେ ବ୍ୟାସ ବଶିଷ୍ଠ ଅଙ୍ଗିରା ଭୃଗୁ ପରାଶର ଆଦିଗୁରୁ ଶଙ୍କରାଚାର୍ଯ୍ୟ ଚୈତନ୍ୟ ବିବେକାନନ୍ଦ ଏମାନେ ସମସ୍ତେ ବଣକୁ ଯାଇଥିଲେ ଏହି ବନବାସ ଜୀବନ ସେମାନେ ବିତେଇଥିଲେ ବନରେ ସେମାନେ ସମସ୍ତେ ଏହି ପତର କୁଡ଼ିଆ କରିକି ରହିଥିଲେ ଆମ ସାଧୁ ପରମ୍ପରା ପତର କୁଡ଼ିଆ କିନ୍ତୁ ଆଜିକା ଦିନର ସେ ପରମ୍ପରା ଲୁପ୍ତ ଅବସ୍ଥାରେ ଆଉ ଯାହା ବି ହେଉ ସଂସାରରୁ ତ କୌଣସି କଥା ବୁଡ଼ିଯାଏନି ତାର କିଛି ନା କିଛି ଚିହ୍ନ ରହିଥାଏ ସେ ଚିହ୍ନ ଏଇଠି ରହିଛି ମର୍ତ୍ତ୍ୟମଣ୍ଡଳରେ ଆପଣ ଯେଉଁଠି ଖୋଜି ଆସନ୍ତୁ ପତର କୁଡ଼ିଆ କେଉଁଠି ପାଇବେ ନାହିଁ ଯେଉଁ ପତର କୁଡ଼ିଆ ଏଠି ପାହାଡ଼ ଉପରେ ପତର କୁଡ଼ିଆ ରହିଛନ୍ତି ତା ସେ ପତର କୁଡ଼ିଆ ତଳେ ବି ଅଛନ୍ତି ଗୁମ୍ଫା ଅଛନ୍ତି ଯିଏକି ନୀଳମାଧବ ଗୁମ୍ଫା ଯେଉଁ ଗୁମ୍ଫାରେ ଆମେ ଦୀର୍ଘ ବର୍ଷ ବିତେଇଛୁ ଏବଂ ସେଇ ପତର କୁଡ଼ିଆ ତ ଏବେ ବି ବାସ କରାଯାଉଛି ଯାହା ହେଉ ଏହି ମକର ସଂକ୍ରାନ୍ତି ସମୟରେ ଏଠି 7 ଦିନ ବଡ଼ ଆକାରରେ ଯଜ୍ଞ ହୋଇଥାଏ ଭାରତବର୍ଷରୁ ସବୁଆଡ଼ୁ ସାଧୁ ସନ୍ଥ ମାନେ ଆସିଥାନ୍ତି ତା ସହିତ ବଡ଼ ଦେଉଳରୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ସବୁ ସେବାୟତମାନେ ବି ଆସି ଏଠି ଉପସ୍ଥିତ ହୁଅନ୍ତି ଯଜ୍ଞରେ ସମସ୍ତେ ଯୋଗ ଦିଅନ୍ତି ବିଭିନ୍ନ ଆଡ଼ୁ ଆସିଥାନ୍ତି ସାରଳାରୁ ଆସିବି ଥାନ୍ତି ଆଖଣ୍ଡଳମଣିରୁ ଆସିଥାନ୍ତି ବିଭିନ୍ନ ଆଡ଼ୁ ଆସିଥାନ୍ତି ବିଭିନ୍ନ ଆଡ଼ୁ ଯେଉଁମାନେ ଆସିଥାନ୍ତି ସବୁ ଏଇଠି ମାନେ ଆପଣଙ୍କର ଯଜ୍ଞଟା କେତେ ଦିନ 7 ଦିନ ହୁଏ ଦୀର୍ଘ 7 ଦିନ ଧରି ଯଜ୍ଞ ଚାଲେ ମକର ସଂକ୍ରାନ୍ତି ଦିନରୁ ଆରମ୍ଭ ହୁଏ ମକର ସଂକ୍ରାନ୍ତିରୁ 7 ଦିନ ପର୍ଯ୍ୟନ୍ତ ଯଜ୍ଞ ଚାଲେ ଏହି ଯଜ୍ଞରେ ପୁରା ସମ୍ପୂର୍ଣ୍ଣ ବୈଦିକ ପରମ୍ପରାରେ ଯଜ୍ଞ ହୁଏ 2 କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଘିଅରେ ଯଜ୍ଞ ହୁଏ ଏଠି ବି ନାଗାମାନେ ଆସନ୍ତି ତାଙ୍କର ଧ୍ୱନି ଲାଗେ ଅଲେଖ ବାବାମାନେ ଆସନ୍ତି ତାଙ୍କର ବି ଧ୍ୱନି ଲାଗେ ଯାହା ହେଉ ଏଇଭଳିଆ ପବିତ୍ର ଜାଗାରେ ଏଠି ତ ଭୋଜି ଭାତ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ବି ଆସନ୍ତି ଯାହା ହେଉ ଏଭଳିଆ ପବିତ୍ର ଜାଗାର କିଛି ସମୟ ଯଦି କିଏ ଜଣେ ବିତାଏ ତାହେଲେ ତାକୁ ନିଶ୍ଚୟ ଆତ୍ମସନ୍ତୋଷ ମିଳିଥାଏ ଏଠି
ଯଦି କିଛି ସମୟ ବିତେଇବା ବା ଗୋଟିଏ ରାତି ବି ରହିବା ନିଜେ ଅନୁଭବ କରିବା ଯେ ବାସ୍ତବରେ ଏ ପରିବେଶ ଆମ ପାଇଁ କ'ଣ। ଏଇ ଯେଉଁ ଆମେ ସାଧୁସନ୍ଥ ପରମ୍ପରା ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଗ କରିବା ପାଇଁ ଯୋଗୀ ହେବା ପାଇଁ ଯେଉଁ ଏଠି ତପସ୍ୟା କ୍ଷେତ୍ର ରହିଛି, ଇଏ ଗୋଟେ ସମ୍ପୂର୍ଣ୍ଣ ତପସ୍ୟା କ୍ଷେତ୍ର, ଯେଉଁଠି କିଛି ସମୟ ମାତ୍ର ବସିଲେ ପାଣିର ଯେଉଁ ଘୋ ଘୋ ଗର୍ଜନ ରହିଛି, ସେ ଗର୍ଜନ ସହିତ ଆମର ଯେଉଁ ଜପ ବା ଆମର ଯେଉଁ ଧ୍ୟାନ ଅତି ସୁନ୍ଦର ଭାବରେ ସେକୁ ପାଳନ କରାଯାଇପାରିଥାଏ। ଯାହା ହଉ ଏଇଠି କିଛି ସମୟ ବିତେଲେ ନିଶ୍ଚୟ ଆସି ଜଣେ ପହଞ୍ଚିଗଲେ ନିଶ୍ଚୟ ସେ ଖୁସି ହେବେ। କିଛି ସମୟ ଯଦି ବୁଲାବୁଲି କରିବେ ତାଙ୍କୁ ନିଶ୍ଚୟ ଆନନ୍ଦ ମିଳିବ ଏବଂ ଯଦି ଗୋଟିଏ ରାତି ସେ ଏଠି ବିତେଇବେ ତାହେଲେ ତାଙ୍କୁ ନିଶ୍ଚିତ ସୁଖ ବି ମିଳିବ। ଆଉ ତାଠାରୁ ଯଦି ଅଧିକା ସମୟ ଆମେ ଏଠି ବିତେଇବା ଶାନ୍ତି ମିଳିବା ସ୍ୱାଭାବିକ। କାରଣ ଇଏ ହେଉଛି ବୈଦିକ ବନବାସୀ କ୍ଷେତ୍ର। ଏଠି ଜାତି ବର୍ଣ୍ଣ ବୟସ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏଠି ସବୁ ରକମ ସୁଯୋଗ ରହିଛି। ଯିଏ ବି ଆସିକି ଏଠି ଆଶ୍ରମର ଅତିଥି କେତେ ଅତିଥି ଆସୁଛନ୍ତି, ସମସ୍ତଙ୍କ ଚର୍ଚ୍ଚାର ବ୍ୟବସ୍ଥା ରହିଛି। ଯାହା ହଉ ଏସବୁ ଆମ ପରମ୍ପରା, ଏହି ପରମ୍ପରାକୁ ଆମେ ପାଳନ କରିବା ପାଇଁ, ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ଆମର କର୍ତ୍ତବ୍ୟ ରହିଛି। ସେହି କର୍ତ୍ତବ୍ୟ ଏଠି ପାଳନ କରାଯାଉଛି। ଏବେ ଆସନ୍ତୁ ଆମେ ଜାଣିବା ଏଠାକୁ ଆପଣ କେମିତି ଆସିବେ। ଯଦି ଆପଣ ଯାଜପୁର ଭଦ୍ରକ ଆନ୍ଦପୁର ବାଟ ଦେଇ ଯଦି ଆସୁଥାନ୍ତି, ଆନ୍ଦପୁରରୁ ମାତ୍ର 20ରୁ 25 କିଲୋମିଟର ଭିତରେ ରହିଛି। ଯଦି ଆପଣ କରଞ୍ଜିଆ ଠାକୁରମୁଣ୍ଡା ବାଟ ଦେଇ ଆସିଥାନ୍ତି, ଠାକୁରମୁଣ୍ଡାରୁ ମାତ୍ର ଏହି ଭୈରବକୁଣ୍ଡକୁ 10ରୁ 12 କିଲୋମିଟର ଭିତରେ ରହିଛି। ଏହି ଭୈରବକୁଣ୍ଡକୁ ଆସିବା ପାଇଁ ବେଷ୍ଟ ସମୟ ହେଉଛି ନଭେମ୍ବରରୁ ମାର୍ଚ୍ଚ ଭିତରେ। ଆଉ ବେଷ୍ଟ ପିକନିକ୍ ସ୍ପଟ୍ ବୋଲି ମୁଁ କହିବି। ଆପଣ ଆସିଲେ ଆରାମସେ ପିକନିକ୍ କରିକି ଯାଇପାରିବେ। ପାଖରେ ଥିବା 15 ଦେବନନ୍ଦନ ଆଶ୍ରମ ବୁଲିକି ଯାଇପାରିବେ। ଦେବକୁଣ୍ଡ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଆପଣ